କିନ୍ତୁ ସିଏ ଯେପର୍ଯ୍ୟନ୍ତ ଆସିନାହାନ୍ତି ଲୋକଙ୍କର ଏମାନଙ୍କର ହୋପ୍ ରହିଛି ଯେ ନାଇଁ ଆମେ ମଧ୍ୟ କାଲି ବିଜେଡ଼ି କବ୍ଜା କରିପାରିବୁ, ବିଜେଡ଼ି କରାୟତ୍ତ କରିପାରିବୁ, ବିଜେଡ଼ିକୁ ଚଳେଇ ପାରିବୁ, ମଙ୍ଗ ଧରିପାରିବୁ, ଯେଉଁ ନେଗେଟିଭ୍ କହ ପଜିଟିଭ୍ କହ এই ଭାବରେ ହେଇପାରିବ। ତେଣୁ ସେ ପର୍ଯ୍ୟନ୍ତ ମୁଁ ଭାବୁଛି ଆଞ୍ଚଳିକ ଦଳ ଯେଉଁଥିପାଇଁ ସବୁ ନେତା କହୁଛନ୍ତି ଆପଣ ସେ ନେଇ କାହିଁ ଚର୍ଚ୍ଚା କରୁଛନ୍ତି, କାହିଁକିନା ସେମାନେ ଜାଣିଛନ୍ତି ସମ୍ଭବ ନାହିଁ। ତେଣୁ ଯିଏ ପର୍ସନାଲ୍ ବ୍ୟକ୍ତିଗତ ସଂଗଠନ କରିନି ଆମେ ତାଙ୍କୁ ଧରିକି ଗୋଟେ ଆଞ୍ଚଳିକ ଦଳ ଚର୍ଚ୍ଚା 26 ପଞ୍ଚାୟତ ନିର୍ବାଚନ ବେଳକୁ ମାନେ ନିଶ୍ଚିତ ଭାବେ ଯଦି ବି କିଏ ଚିନ୍ତା କରୁଥିବେ ସେ ନେତାମାନେ ଭିତରେ ଭିତରେ ଗୋଟି ଚଳାଉଛନ୍ତି, ଏଇଟା ସତ୍ୟ। ଆଉ ଯଦି 5-10 ଜଣ ମେଳ ହୋଇପାରନ୍ତି ସ୍ଥିତିକି ଦେଖିକି, କିନ୍ତୁ ଏବେ ଆଞ୍ଚଳିକ ଦଳ ପାଇଁ ଗୋଟେ ସେଭଳିଆ ସୁବର୍ଣ୍ଣ ସୁଯୋଗ ଆସିନି। ଯଦି ବିଜୁ ଜନତା ଦଳରେ ଗୋଟେ ବିସ୍ଫୋରଣ ସୃଷ୍ଟି ହୁଏ, ଦୁଇ ଫାଳ ହୁଏ, ତାହେଲେ ଗୋଟେ ଆଞ୍ଚଳିକ ଦଳର ସ୍କୋପ୍ ରହିଛି ଏଇଥିପାଇଁ ନା ଗୋଟେ ଫାଳ ଆଙ୍କ ପାଖରେ ରହିବ, ଆଉ କିଛି ବିଜେପି କଂଗ୍ରେସର ଅସନ୍ତୁଷ୍ଟ ନେତା ଏକାଠି ହୋଇପାରିବେ। କିନ୍ତୁ ସେମାନେ କାର୍ଡ଼ ଖୋଲି ପାରୁନାହାନ୍ତି। ମନେକର ଆପଣ ଦେଖିବେ ଯଦି ପାଣ୍ଡିଆନ କି ସୁଜାତା କାର୍ତ୍ତିକନ ଏଇ 26ରେ ବିଜେଡ଼ି ମଙ୍ଗ ଧରନ୍ତି ତାହେଲେ ଗୋଟେ ବିଜେଡ଼ି ବିସ୍ଫୋରଣ ସୃଷ୍ଟି ହେବ, ସେ ଫାଳ ଗୋଟେ ଆଞ୍ଚଳିକ ଦଳ ଗଠନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇପାରେ। ଆଉ ଯେଉଁ ନେତାମାନେ ବର୍ତ୍ତମାନ ଆଞ୍ଚଳିକ ଦଳ କଥା କହୁଛନ୍ତି ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ଜିତିବାର ବି ତାଙ୍କର ସମ୍ଭାବନା ନାହିଁ। କିନ୍ତୁ ସିଏ ଯେପର୍ଯ୍ୟନ୍ତ ଆସିନାହାନ୍ତି ଲୋକଙ୍କର ଏମାନଙ୍କର ହୋପ୍ ରହିଛି ଯେ ନାଇଁ ଆମେ ମଧ୍ୟ କାଲି ବିଜେଡ଼ି କବ୍ଜା କରିପାରିବୁ, ବିଜେଡ଼ି କରାୟତ୍ତ କରିପାରିବୁ, ବିଜେଡ଼ିକୁ ଚଳେଇ ପାରିବୁ, ମଙ୍ଗ ଧରିପାରିବୁ, ଯେଉଁ ନେଗେଟିଭ୍ କହ ପଜିଟିଭ୍ କହ এই ଭାବରେ ହେଇପାରିବ। ତେଣୁ ସେ ପର୍ଯ୍ୟନ୍ତ ମୁଁ ଭାବୁଛି ଆଞ୍ଚଳିକ ଦଳ ଯେଉଁଥିପାଇଁ ସବୁ ନେତା କହୁଛନ୍ତି ଆପଣ ସେ ନେଇ କାହିଁ ଚର୍ଚ୍ଚା କରୁଛନ୍ତି, କାହିଁକିନା ସେମାନେ ଜାଣିଛନ୍ତି ସମ୍ଭବ ନାହିଁ। ଗୋଟେ କମ୍ପାନୀ କହୁଛି କ'ଣ ସେ VI ଯେଉଁ 6 ଇଞ୍ଜିନ୍ BS6 ଇଞ୍ଜିନ୍ ନେଇଗଲେ ଆପଣଙ୍କର ଆଉ ପଲ୍ୟୁସନ୍ କମିଯିବ, ଯଦି କମିଲା ପୁଣି କ'ଣ ଫାଇନ୍। ଗୋଟେ 1300 କୋଟି ଟଙ୍କା ଆଦାୟ କରିବ ବୋଲି ଲୋକଙ୍କୁ ରାଜରାସ୍ତାରେ ଠିଆ କରାଉଛନ୍ତି ସରକାର। ଆପଣ ବା କହିଲେ ସଚେତନ କରାଉଛନ୍ତି। ଯଦି ଆଗରୁ କ'ଣ ହେଉଥିଲା ଭଲ ହେଉଥିଲା, ଏଇ ଟ୍ରାଫିକ୍ ସାଙ୍ଗେ ସାଙ୍ଗେ ଧରୁଥିଲା, ଲୋକେ ହେଲମେଟ୍ ପିନ୍ଧିଲେ ସେଇଠୁ ନା ପଇସାଟି କଲେକ୍ସନ୍ ହୋଇଯାଉଥିଲା। ଅବଶ୍ୟ ସରକାର ଡରିଲେ ଯେ ଅଧା ଟ୍ରାଫିକ୍ ବାଲାଙ୍କର ପକେଟକୁ ପଳାଉଥିଲା। ମାନେ ପଲ୍ୟୁସନ୍ ହେବାର ବହୁ ପ୍ରକାର ପରିବେଶ ପ୍ରଦୂଷଣର କାରକ ରହିଛି। ଶିଳ୍ପ ସଂସ୍ଥା କୁହନ୍ତୁ, ଆପଣଙ୍କର AC ଲାଗୁଛିଠୁ ଆରମ୍ଭ କରିକି ବହୁ ପ୍ରକାର ଗଛ କଟା ହେଉଛି, ତେଣୁ ବହୁ ପ୍ରକାର ଅଛି। କିନ୍ତୁ ଲୋକଙ୍କୁ ଯାହାକୁ ପଚାରେ ସେ କହୁଛି ପରିବେଶ ପ୍ରଦୂଷଣ ବୋଧହୁଏ ଗାଡ଼ିମାନଙ୍କ ପାଇଁ ହେଉଛି। ଆଜ୍ଞା ତାର ଉତ୍ତର ମିଳିଲା ଯେ ଉତ୍ତର ନାହିଁ, ମାନେ ତା ଉତ୍ତର ହେଉଛି ଉତ୍ତର ନାହିଁ। ଅତଏବ ସବୁ ଗାଡ଼ି ଯଦି ପଲ୍ୟୁସନ୍ ପାସ୍ କରୁଛନ୍ତି ତାହେଲେ ଏ ଯେଉଁ ଏଇଟା ଭାଣ୍ଡାମି କହିପାରିବା, ନହେଲେ ପ୍ରହସନ କହିପାରିବା। ପୁଣି କ'ଣ ଟେଷ୍ଟିଂ ସରକାର କହୁଛନ୍ତି, ଯେଉଁ କମ୍ପାନୀ କହୁଛି ନୂଆ ଗାଡ଼ି ପଲ୍ୟୁସନ୍ ହେବନି। କାହିଁକିନା ପଲ୍ୟୁସନ୍ଟା କେମିତି ହୁଏ, ଗୋଟେ ଗାଡ଼ିର ଇଞ୍ଜିନ୍ଟେ ଖରାପ ହେଇଗଲେ, ଗାଡ଼ିର ଫିଟନେସ୍ ନଥିଲେ ପଲ୍ୟୁସନ୍ ହେବ। ନୂଆ ଗାଡ଼ିକି ବି ଆପଣ ଚେକିଂ କରୁଛନ୍ତି। ମୋର ବର୍ତ୍ତମାନ ବହୁତ ମୁଁ ପଚାରିଛି ଅଫିସରମାନଙ୍କୁ ଯେ ଆଜ୍ଞା କେତୋଟି ଗାଡ଼ି ଇତିମଧ୍ୟରେ ପଲ୍ୟୁସନ୍ ଟେଷ୍ଟ ପାସ୍ କରିପାରିନାହାନ୍ତି। ତେଣୁ ଅନଲାଇନ୍ କଲେ ଲୋକେ ବର୍ଷ ବର୍ଷ ଧରିକି ପକେଇକି ଚାଲିଲେ। ବର୍ତ୍ତମାନ ଆପଣ କହୁଛନ୍ତି ଠିକ୍ ଅଛି, ଯଦି ପଲ୍ୟୁସନ୍ଟା ଦରକାର ତାହେଲେ ସବୁତକ ଜୋରିମାନେ ଜଣକୁ କାହିଁ ଭରିବାକୁ ବାଧ୍ୟ କରାହେଉଛି। ମାନେ କ'ଣ ପାଇଁ ଏତେ ସରକାର ଚାହୁଁଛନ୍ତି ଯେ ଲୋକଙ୍କଠୁ ଟିକସ ନେବା। ଗୋଟେ 1300 କୋଟି ଟଙ୍କା ଆଦାୟ କରିବ ବୋଲି ଲୋକଙ୍କୁ ରାଜରାସ୍ତାରେ ଠିଆ କରାଉଛନ୍ତି ସରକାର। ଆପଣ ବା କହିଲେ ସଚେତନ କରାଉଛନ୍ତି। ଯଦି ଆଗରୁ କ'ଣ ହେଉଥିଲା ଭଲ ହେଉଥିଲା, ଏଇ ଟ୍ରାଫିକ୍ ସାଙ୍ଗେ ସାଙ୍ଗେ ଧରୁଥିଲା, ଲୋକେ ହେଲମେଟ୍ ପିନ୍ଧିଲେ ସେଇଠୁ ନା ପଇସାଟି କଲେକ୍ସନ୍ ହୋଇଯାଉଥିଲା। ଅବଶ୍ୟ ସରକାର ଡରିଲେ ଯେ ଅଧା ଟ୍ରାଫିକ୍ ବାଲାଙ୍କର ପକେଟକୁ ପଳାଉଥିଲା। ଆପଣ ସୁଭଦ୍ରା ଯୋଜନାରେ ଗର୍ବ କରୁଛନ୍ତି 5000 କୋଟି ଟଙ୍କା ଦେଇଦେଲୁ, ଆପଣ ଧାନ କିଣାରେ କହୁଛନ୍ତି ଆମେ 10,000 କୋଟି ଟଙ୍କା ଦେଇଦେଲୁ। ଏହିଭଳି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ବ୍ୟୁରୋ ରିପୋର୍ଟ, ଓଡ଼ିଆ ନ୍ୟୁଜ୍।